ଦୁଇ ହେଉଛି ବିମନ, ହଁ ତିନି ହେଲା ଅମନ, ଅମନ, ଚାରି କୁମନ, ପାଞ୍ଚ ସୁମନ। ସୁମନ। ତେଣୁ ମନ ବିମନ ବସିଲେ ଜିଭରେ, ମନ ବିମନ ବସିଲେ କୋଉଠି? ଜିଭ। ଜିଭରେ। ଅମନ ବସିଲେ କାନରେ, ଅମନ ବସିଲେ କାନରେ, ସୁମନ ବସିଲେ, ଅମନ ବସିଲେ ଆଖିରେ, ସୁମନ କୁମନ ବସିଲେ କାନରେ, ଅମନ ବସିଲେ ଆଖିରେ, ସୁମନ ବସିଲେ ନାକରେ, ଆଚ୍ଛା ମନ ଆଉ ବିମନ ଜିଭରେ। ଆଚ୍ଛା। ତେବେ କାହିଁକି ଜିଭରେ ବସିଲେ ମନ ଆଉ ବିମନ? ଘଣ୍ଟିକାର ଉତ୍ପତ୍ତି ସ୍ଥଳ ହଉଛି ମନର। ମନ। ମନ ଘଣ୍ଟିକାରେ ଜନ୍ମ ନିଏ, ତାର ସ୍ଥାନ ହଉଛି ଘଣ୍ଟିକା। ଘଣ୍ଟିକା ମାନେ ଛୋଟ ଜିଭ, ଉପଜିହ୍ବା, ଉପଜିହ୍ବା। ସେଇଟା ହଉଛି ତାର ଜନ୍ମସ୍ଥଳୀ ମନର। ଆଜ୍ଞା ଆଜ୍ଞା ଏବଂ ବିମନ ଆଜ୍ଞା ମଧ୍ୟ ସେଇ ସ୍ଥାନରୁ ଜନ୍ମ ନେଉଛି, ମାନେ ମନ ବିମନ। ତା ଅର୍ଥ ଯୋଉଠୁ ମନର ଜନ୍ମ ହୁଏ, ମନ ସେଇଠି ମଧ୍ୟ ଲୀନ ହୁଏ। ଆଜ୍ଞା ମାନେ ମନକୁ ସମ୍ପୂର୍ଣ୍ଣ ମାରିଦବା ପାଇଁ ଆଜ୍ଞା ସେଇ ଛୋଟ ଜୀବକୁ ବ୍ୟବସ୍ଥା କରିଦେଲେ ମନ ମରିଯିବ। କେମିତିଆ? ତାର ବ୍ୟବସ୍ଥା ଅଛି, ଆଚ୍ଛା ସେଟା ଗୁରୁଙ୍କର ତତ୍ଵ। ଆଜ୍ଞା ସେଇ ବ୍ୟବସ୍ଥାରେ ଯଦି ମନ ମରିଗଲା, ହୁଁ, ତାହେଲେ ମନଟା କଣ ହେଇଗଲା ନା ବିମନ ହେଇଗଲା। ତେଣୁ ଘଣ୍ଟିକାରେ ଯେତେବେଳେ ଜନ୍ମ ନିଏ ମନ, ଆଜ୍ଞା ତାର ଗତି ହଉଛି ଦୃଷ୍ଟି ପର୍ଯ୍ୟନ୍ତ, ସେ ଆଖିରେ ଖେଳେ। ଆଜ୍ଞା ତେଣୁ ଆଖିଟା ହଉଛି ଅମନ। ଆଚ୍ଛା କାହିଁକି ନା ଆଖିଟି ଯେତେବେଳେ ଆପଣ ଖୋଲନ୍ତି, ସେତେବେଳେ ସବୁ ପାପ ସେଇ ଆଖି ବାଟ ଦେଇ ପ୍ରବେଶ କରେ। ଆଉ ସେ ପାପ ଗୁଡ଼ିକୁ ମନ ସଂଗ୍ରହ କରେ। ଆଖି ନିର୍ଦ୍ଦିଷ୍ଟ ଗୋଟିଏ ସମୟ ପର୍ଯ୍ୟନ୍ତ ଆପଣ ଇଚ୍ଛା କରିକି ପତା ବିହୀନ ଢଳ ଢଳ ବିହୀନ କରିକି ରଖିପାରିବେ ନାହିଁ, ଅଭ୍ୟାସ ଯଦି କରିନାହାନ୍ତି। ବେଶ ତାର କାରଣ ହେଲା ଯେ ମନ ଯେମିତି ଚଞ୍ଚଳ, ଯେହେତୁ ତାର ବାହନ ହଉଛି ଦୃଷ୍ଟି, ତେଣୁ ଦୃଷ୍ଟି ମଧ୍ୟ ମନ ପରି ଚଞ୍ଚଳ। ତେଣୁ ମନ ଯେହେତୁ ଦୃଷ୍ଟିରେ ଖେଳୁଛି, ତେଣୁ ସେ ଯାହା ଦେଖୁଛି ତାକୁ ନିଜର କରି ନେବାକୁ ଚାହୁଁଛି, ଯାଉଛି ତାହା ହଉଛି ପାପ। ଆଖିଟିକି ବନ୍ଦ କରିଦେଲା ପରେ ମନ ଆଖିରେ ଥିଲେ ମଧ୍ୟ ମନ ଆଉ କିଛି ଦେଖିପାରିବ ନାହିଁ। ତେଣୁ ଆପଣଙ୍କର ମନଟା ଆଖି ବନ୍ଦ କଲେ ହେଲା ଅମନ, ଖୋଲିଲେ ହେଲା ମନ। ଏବଂ କାନରେ ବସିଛନ୍ତି କୁମନ। ତେଣୁ କାନଟା ହେଉଛି ଗୋଲା ହାଟ, ଜିଭ ହଉଛି ରସ ହାଟ, ନାକ ହଉଛି ନାମ ହାଟ, ଆଖି ହଉଛି ରୂପ ହାଟ, ସହସ୍ରା ତାହା ହେଲା କାଉଁରୀ ପାଟଣା, ଯୋଉଠି ଅଣାକାର ତତ୍ଵ, ଯାହାର ଆକାର କିଛି ରହିବ ନାହିଁ। ତେଣୁ କାନରେ ଯେହେତୁ କୁମନ ବସୁଛି, ତାର କାମ ହେଲା ସେ ଖରାପ କଥା ଶୁଣିବା ପାଇଁ କାନଟାକୁ ଖୁବ ଜୋରରେ ଡେରିବ। ତାକୁ ଭଲ କଥା କହିବା ଯଦି କୋଉଠି ଚାଲିଛି, ଭଲ କଥା ଶୁଣିବାକୁ ସେ 1 ମିନିଟ ଶୁଣିବ କି ନ ଶୁଣିବ ସେଠୁ ପଳେଇବ। କିନ୍ତୁ ଯଦି କଳି ଗୋଳ ମା ଭଉଣୀ କୋଉଠି ଚାଲିଛି, ସେ ଯେପର୍ଯ୍ୟନ୍ତ ଚାଲିଥିବ ସେ ସେଠି ବୈଠ।
ତେଣୁ କାନଟା ହଉଛି କୁମନ, ଯାହା ଆପଣ ଶୁଣିବେ ତା ଦ୍ୱାରା ଆପଣଙ୍କର ବହୁତ ଖରାପ ପ୍ରଭାବ ଆପଣଙ୍କ ଭିତରକୁ ଚାଲିଯିବ ମନକୁ, କାନ ବାଟରେ। ମନ ଯେତିକି ବିଶୃଙ୍ଖଳିତ ତାର 100 ଗୁଣ ବିଶୃଙ୍ଖଳ ତା କାରଣରୁ ହବ। ଆଜ୍ଞା। କାହିଁକି ନା ମୁଁ ଆପଣଙ୍କୁ ଗାଳି କରିଛି କି ନାହିଁ ଆପଣ ଜାଣନ୍ତି ନାହିଁ, କିନ୍ତୁ ଆପଣଙ୍କୁ ଜାଣିଥିବା ଗୋଟିଏ ଲୋକ, ମତେ ଜାଣିଥିବା ଗୋଟିଏ ଲୋକ ଦିନେ ଆପଣଙ୍କୁ କହିଲା ଯେ ଆପଣଙ୍କୁ ସନ୍ତୋଷ ବାବୁ ଏଇ ଭାଷାରେ ଗାଳିଥିଲା। ଆପଣ ଘଟଣାର ସତ୍ୟତା ଜାଣିବା ପୂର୍ବରୁ କ୍ରୋଧିତ ହବା ସ୍ୱାଭାବିକ। ନିଶ୍ଚିତ। ଆପଣ କ୍ରୋଧିତ ହେଲେ, ବିଚଳିତ ହେଲେ ଏବଂ ମତେ ଆପଣ ଦଣ୍ଡ ଦେବା ପୂର୍ବରୁ ନିଜର ମଧ୍ୟ ଗୋଟେ ଦଣ୍ଡ ବ୍ୟବସ୍ଥା ସୃଷ୍ଟି ହେଇଗଲା ତତ୍କ୍ଷଣାନ୍ତ। ଆପଣଙ୍କର ବ୍ଲଡ ସର୍କୁଲେସନ ହାଇ ହେଲା, ଆପଣ ସେଇ କ୍ରୋଧରୁ ଆପଣଙ୍କର ବ୍ରେନରେ ଷ୍ଟ୍ରୋକ ହେଲା। ଯେଉଁମାନଙ୍କର ଷ୍ଟ୍ରୋକ ହଉନି ସେମାନଙ୍କର ଗୋଟିଏ ମିନିଟରେ ନାସାରେ ଯୋଉ ପ୍ରାଣ ବାୟୁ ଶ୍ୱାସ ପ୍ରଶ୍ୱାସ ର ଗତି ଚାଲିଛି ତାହା ଗୋଟିଏ ମିନିଟରେ ନର୍ମାଲ ଲୋକର 15 ଥର ଚାଲେ। କ୍ରୋଧିତ ହେଇଗଲା ପରେ ଗୋଟିଏ ମିନିଟରେ ସେ ପ୍ରାଣଟି 72 ଥର ଚାଲେ। ଏହା ଦ୍ୱାରା କଣ ହୁଏ ନା ମନୁଷ୍ୟର ରକ୍ତ ସଞ୍ଚାଳନ 72 ଘଣ୍ଟା ବନ୍ଦ ହୁଏ ଏବଂ ରକ୍ତ ଉତ୍ପାଦନ କ୍ଷମତା ମଧ୍ୟ ମାନେ ତା କଳଟି ମଧ୍ୟ 72 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହେଇଯାଏ। ତା ଦ୍ୱାରା ଆପଣଙ୍କ ବଡିରେ ଯୋଉ ବିଭିନ୍ନ ସେଲ ଅଛି ସେ ସେଲ ଗୁଡାକ ମରିଯାଆନ୍ତି। କାଳକ୍ରମେ ସେଇ ମୃତ ସେଲ ଗୁଡାକ ସେ ଗୋଟିଏ ରାସ୍ତାରେ ନ ଘୁରି ବିଭିନ୍ନ ରାସ୍ତାରେ ଘୁରୁ ଘୁରୁ କେତେବେଳେ ଗୋଟେ ଏକାଠି ହେଇଯାଆନ୍ତି। ସେଇ ଗୋଟିକ ଆପଣଙ୍କର ଗୋଟେ ଟ୍ୟୁମର ଭାବରେ ଜନ୍ମ ନିଏ ଏବଂ ସେଟା କ୍ୟାନ୍ସରକୁ ମଧ୍ୟ ଡେଭଲପ କରେ। ତେଣୁ ଯଦି ଆପଣ କ୍ରୋଧିତ ହେଲେ, ବ୍ଲଡ ପ୍ରେସର ହାଇ ହେଇକି ଷ୍ଟ୍ରୋକ ହେଲା, ତତ୍କ୍ଷଣାନ୍ତ ଆପଣ ବିଦାୟ ନେଲେ। ଯଦି ତାହା ହେଲା ନାହିଁ 15-20 ବର୍ଷ ପରେ ଆପଣ ଗୋଟେ ବୃହତ୍ତର ରୋଗରେ ପଡିବା ନିଶ୍ଚିତ। ତେଣୁ ଖରାପ କଥା ଶୁଣିବି ନାହିଁ, ଖରାପ କଥା ଦେଖିବି ନାହିଁ, ଖରାପ କଥା କହିବି ନାହିଁ। ମହାତ୍ମା ଗାନ୍ଧୀ ଯେହେତୁ 1919 ମସିହାରେ ଭାରତ ମୁକ୍ତି ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଲେ, ସେଇ ମୁକ୍ତି ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେବାର 2-3 ବର୍ଷ ଭିତରେ ମହାତ୍ମା ଗାନ୍ଧୀ ଯୋଗାନନ୍ଦଙ୍କ ଠାରୁ କ୍ରିୟା ଯୋଗ ଦୀକ୍ଷାରେ ଦୀକ୍ଷିତ ହେଇଥିଲେ। ଯୋଉଥିପାଇଁ ଏଇ ଜ୍ଞାନ ହଉଛି ଗୋଟେ ଅଦ୍ଭୁତ ଜ୍ଞାନ। କ୍ରିୟା କହିଲେ କ୍ରି କହିଲେ କର୍ମ, ୟା କହିଲେ ଆତ୍ମା। ହଁ, ଆତ୍ମାର କର୍ମ ଯୋଉମାନେ କରନ୍ତି ସେମାନେ ଯାହା ଚାହିଁବେ ତାହା ଈଶ୍ୱରଙ୍କର ଇଚ୍ଛା। ସେ ଯାହା ମାଗନ୍ତି ଈଶ୍ୱର ତାଙ୍କୁ ଅର୍ପଣ କରନ୍ତି। ତେଣୁ ସଦମାର୍ଗରେ ଯାଉଥିବା ବ୍ୟକ୍ତି ହିଂସାତ୍ମକ ପଦ୍ଧତିରେ କିଛି କରେ ନାହିଁ। ସତର ପାଦ ହେଲେ ବିବେକ ଏବଂ ବୈରାଗ୍ୟ। ସତର 2 ପାଦ। ବିବେକ ବୈରାଗ୍ୟ ଦ୍ୱାରା ସେ ପରିଚାଳିତ ହୁଏ ସତ୍। ତେଣୁ ସାଧୁ ମାନଙ୍କର କର୍ମ ଆମ ମାନଙ୍କ କର୍ମ ପରି ନୁହେଁ। ଆମ କାନରେ ସବୁ କଥା ପଡେ, ସାଧୁ ମାନଙ୍କ କାନରେ ସବୁ କଥା ପଡେନି। ସବୁ କଥା ତାଙ୍କ କାନରେ କୁହାଯାଏ କିନ୍ତୁ ତାଙ୍କୁ ଗୋଟିଏ କଥା ଶୁଭେ ପ୍ରଭୁଙ୍କର ନାମ ଏବଂ ସଙ୍ଗୀତ ଆଉ ସବୁ ମିଛ। ତାଙ୍କର ଦୃଷ୍ଟି ଆମେ ଆଖି ଖୋଲିକି ଯେମିତି ରଖିଛେ ସିଏ ବି ଆଖି ଖୋଲିକି ରଖିଛନ୍ତି,
ହୁଁ, କିନ୍ତୁ ତାଙ୍କ ଆଖିରେ ସବୁବେଳେ ପ୍ରଭୁଙ୍କର ରୂପ, ହଁ, ତାଙ୍କ ପାଟିରେ ସବୁବେଳେ ପ୍ରଭୁଙ୍କର ନାମ। ହୁଁ, ତେଣୁ କୁମତିନି ବାରି ସୁମତିକା ସଙ୍ଗୀ, ଆଜ୍ଞା, ହନୁମାନ ହଉଛନ୍ତି ପବନ ସୁତ, ନାକରେ ପବନ ଯାତାୟାତ କରନ୍ତି। ତେଣୁ ହନୁମାନ ଚାଳିଶାରେ ଲେଖା ହେଇଛି ଯେ କୁମତିନି ବାରି ସୁମତିକା ସଙ୍ଗୀ, ଅର୍ଥ କାହାକୁ ଆପଣ ହତ୍ୟା କରିପାରିବେନି। ଭାଗବତ କହିଛି ଯେ ଦୁଷ୍ଟ ନିବାରି ସନ୍ଥ ପାଳୁ, ଭନାଥ ପରମ ଦୟାଳୁ। ଦୁଷ୍ଟ ନିବାରି, ମାରି ଦେଇକିରି ନୁହଁ, ଉଦ୍ଧାର କରିକିରି, ନିବାରଣ କରିକି। ଦୁଷ୍ଟ ପିଲାଟାକୁ ହତ୍ୟା କରାଯାଏନି, ତାକୁ ବୁଝେଇକି ଭଲ ବାଟକୁ ନିଆଯାଏ। ଆଚ୍ଛା ଆଚ୍ଛା, ତେଣୁ କାନ କୁମତିନି ବାରି, ତେଣୁ କାନକୁ ମାରି ତ ଦେଇ ହବନି, ହଁ, ହତ୍ୟା କରିହବନି କି କାଟିକି ଫିଙ୍ଗି ଦେଇ ହବନି, ହଁ, ତାକୁ ନିବାରଣ କରନ୍ତୁ। ଅର୍ଥ କାନ ଖରାପ କଥା ତୁ ଶୁଣିବୁନି, ଖରାପ କଥା ଆଲୋଚନା ବେଳେ ତୁ ବନ୍ଦ ହେଇଯା, କେବଳ ଭଲ କଥା ଶୁଣେ, ରାମ ନାମ ଶୁଣୁଥା। ତେଣୁ କୁମତିନି ବାରି, ତାହେଲେ କରିବୁ କଣ ନା ସୁମତିକା ସାଙ୍ଗୀ, ଯଦି ସାଙ୍ଗ ହବୁ ସୁମତି, ଅର୍ଥ ଯୋଉ ପ୍ରାଣଟି ଯାତାୟାତ କରୁଛନ୍ତି ଆମର ଭିତରକୁ, ପୁରକ ରେଚକ ହଉଛନ୍ତି, ହୁଁ, ସେ ଯୋଉ ଦୋଳିଟି ଖେଳୁଛନ୍ତି ସେଇ ଦୋଳିରେ ତୁ ଝୁଲୁଥା। କୁମତିନି ବାରି ସୁମତିକା ସଙ୍ଗୀ। ଆପଣ ଗୋଟିଏ ଡଷ୍ଟର ଉଠେଇଲେ, ବାୟୁ ଯେତିକି ଆପଣଙ୍କୁ ରୁନ୍ଧିଲେ ଉଠେଇବା ଦରକାର, ସେ ଆପେ ଆପେ ତାହା ଘଟେ। ଆପଣ ଚଖଡି ଉଠେଇଲେ ଆଉ ଟିକେ କମ, ଆପଣ ଫୁଲଟିଏ ଉଠେଇଲେ ଆଉ ଟିକେ କମ। ଆପଣ ଯଦି ଗୋଟେ ବଡ ପଥର ଉଠେଇବେ, ତାହେଲେ ବାୟୁ ଯେମିତି ଆପେ ଆପେ ରୁନ୍ଧି ହେଇ ଡଷ୍ଟର ଉଠୁଥିଲା, ଫୁଲ ଉଠୁଥିଲା, ସେଥିରେ ଆଉ ସମ୍ଭବ ହବ ନାହିଁ। ହୁଁ, ଆପଣଙ୍କୁ ନିଜେ ବାୟୁକୁ ତୋଳି ତାକୁ କୁମ୍ଭକ କରି ଗୋଟେ ହୁଙ୍କାର ରଡି ଦେଲା ପରେ ସେ ପଥର ଆପଣ ଟେକି ପାରିବେ। ଆପଣ ଫୁଲ, ଚଖଡି ବା ଡଷ୍ଟର ଉଠେଇଲା ପରି ପଥରଟି ଆପଣ ଉଠେଇ ପାରିବେ ନାହିଁ। ତେଣୁ ଏଇ ଯୋଉ କୁମ୍ଭକ ହୁଁ, ଏବଂ ଯୋଉ ହୁଙ୍କାର, ହଁ, ସେଟା ହନୁମାନର ମୂଳ କଥା। ସିଏ ପାଟିରେ କିଛି କଥା କହେନି, ପାଟିଟାକୁ ହଁ, ବନ୍ଦ କରିକି ହଁ, ହୁଁ ହୁଁ, 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 ଏଇଟା ଦ୍ଵାରା ଆପଣଙ୍କର ପବନ ଟା ନାଭି ପାଖରେ ଯାଇ ସ୍ଥିର ହେଇଯାଏ। ନାଭିରେ ଗୋଟିଏ ନାଡି ଅଛି, ତା ନାଁ ବଜ୍ରା ନାଡି। ତାର କାମ ହେଲା କୋହଳ ଓ କଠିନ, କୋମଳ କଠିନ, କୋମଳ କଠିନ, ଏଇଟା କରେଇବା। ଆପଣ ବାୟୁ ତୋଳିକି ବାୟୁକୁ ଯେତେବେଳେ ରୁନ୍ଧନ୍ତି, ସେଇ ବଜ୍ରା ନାଡି ଆକ୍ଟିଭ ହେଇ କଠିନରୁ କଠିନତର ହବା କାରଣରୁ ଆପଣ ବଳବାନ ହେଇ ସେ ପଥର ଟିକି ଟେକନ୍ତି। ଆପଣ ପବନ ନ ରୁନ୍ଧିଲେ କିଛି ଟେକି ପାରିବେ ନାହିଁ, ପ୍ରଶ୍ନ ନାହିଁ। ତାହେଲେ କିଏ ଟେକୁଛି? ଆପଣ ଟେକିଲେ ନା ସେ ଟେକିଲା? ସିଏ ଟେକିଲା। ଆପଣ ଟେକୁଛନ୍ତି ବୋଲି କହୁଛନ୍ତି। ଏ ଘର ମୁଁ କରିଛି, ଏ ପିଲା ମୁଁ ଜନ୍ମ କରିଛି, ଏ ଜ୍ଞାନ ମୋର, ଏ ଗାଡି ମୋର, ଏ ସବୁ ଯାକ ବଜାର ମୋର। ତାହେଲେ ସେ ତ କୁମତି ନିବାରି ସୁମତିକା ସଙ୍ଗୀର ଅର୍ଥ ଯୋଉ ନାକରେ ଆପଣ ନାକରୁ ଦେଖାଉଥିଲେ, ସେ ନାକ ହେଲା ପୂରକ, କୁମ୍ଭକ, ରେଚକ, ୟାରି କଥା, ହଁ। ନାଇଁ କି? ତେଣୁ ଆପଣ ପୂରକ କଲା ବେଳେ ସେନ୍ସ ରେ କରନ୍ତୁ, ରେଚକ କଲା ବେଳେ ସେନ୍ସ ରେ କରନ୍ତୁ। ମୁଁ ଯଦି ଗୋଟିଏ ଧାଡିରେ ବୁଝେଇବି କୁମତି ନିବାରି ସୁମତିକା ସଙ୍ଗୀ, ସେଟା ଗୋଟେ ଧାଡିରେ ବୁଝେଇଲେ କଣ କେମିତି ହବ, ସେଟା ମତେ ଟିକେ କହିଲେ। ଗୋଟିଏ ଧାଡିରେ କାହିଁକି ବୁଝେଇବେ ଆପଣ?
ଗୋଟେ ଧାଡ଼ିରେ ମୁଁ ବୁଝିବାକୁ ଚାହୁଁଛି କାହିଁକି ଯେମିତି ମତେ ସରଳ କହୁନାହାନ୍ତି, ସରଳ କାହିଁକି କାହିଁ ସରଳ କାହିଁ କରିବେ ଆପଣ? ଆପଣ ନା ନା ସୂର୍ଯ୍ୟକୁ ପବନକୁ ପାଣିକୁ ସରଳ କେମିତି କରିବେ? ଏଇଟା ମୁଁ ପୁରା କହିବା କଥା ଜ୍ଞାନ। ଯୋଉ କୁମତି ନିପରି ସୁମତିକେ ସଙ୍ଗୀ ଅର୍ଥାତ କୁମତି ତ ଆପଣ ଟିକେ ହେଲା। କାନ ହଉଛି ଖରାପ, ହଁ ନାକ ହଉଛି ଭଲ, ସେଇଥିରେ ରହନ୍ତୁ। ଏଇଟା ସରଳ, ୟା ଦ୍ୱାରା କାହାର କିଛି ଲାଭ ହବନି। ହଁ ଆକୁ ତ ଆପଣ ସରଳ କରିପାରିବେନି। ସରଳ କରିବେ କେମିତି? ଆପଣ ଅଗ୍ନିକୁ ତାହେଲେ ସରଳ କେମିତି କରିବେ? ତାହେଲେ ହନୁମାନ ଚାଳିଶାରେ ଯୋଉ ଲେଖା ହେଇଛି କୁମତି ନିବାରି ସୁମତିକେ ସଙ୍ଗୀ କାଞ୍ଚନ ବରଣ ବିରାଜ ସୁବେଶା କାନନ କୁଣ୍ଡଳ, ୟାର ତ ଅର୍ଥ ଗୋଟେ ଅଲଗା ପ୍ରକାର ଅଛି। ଇଏ ପୁଣି କିଛି ଅର୍ଥ କିଛି ଆପଣ ଅର୍ଥ ୟାକୁ କିଛି ଅର୍ଥ ଅଲଗା ପ୍ରକାର ନାହିଁ। ଆପଣ ଯଦି ଅର୍ଥକୁ ଅଲଗା ପ୍ରକାରରେ ଗ୍ରହଣ କରିବେ ଏବଂ ଅଲଗା ପ୍ରକାରର ବ୍ୟାଖ୍ୟା କରିକି ଥୋଇଦେବେ, ତାହେଲେ ଯୋଉମାନେ ପରବର୍ତ୍ତୀ ପର୍ଯ୍ୟାୟରେ ତାକୁ ପଢିବେ ଏବଂ ସେ ବ୍ୟାଖ୍ୟାକାରଙ୍କ ପାଖରେ ପହଞ୍ଚି ପାରିବେନି, କିମ୍ବା ସେ ବ୍ୟାଖ୍ୟାକାରଙ୍କୁ ଅତିକ୍ରମ କରିବା ପରେ ଜଣେ ବିଦ୍ୱାନ ଆପଣଙ୍କୁ ମିଳିବେନି, ଆପଣ ଭୁଲ ବାଟରେ ତ ଯିବେ, ଜୀବନ ତମାମ ଯାଉଛନ୍ତି ଓ ଯିବେ। କାହିଁକି କହୁଛି ନା, ଏଇ ଗୋଟିଏ କଥା ତ ଭୁଲ ହେଇନି, ସମଗ୍ର କଥା ଆମର ଭୁଲ ହେଇଯାଇଛି, ଆମ ଶାସ୍ତ୍ରଟା। କାହିଁକି ନା, ଆର ଉଦାହରଣ ବହୁତ ଅଛି। ସେ ଭିତରେ ଗୋଟିଏ କଥା ହେଲା ଯେ ଆପଣଙ୍କର କାନ ଦ୍ୱାରା ଆପଣ ପ୍ରଭାବିତ ହୁଅନ୍ତି। ମନ୍ଥରା କୈକେୟୀଙ୍କୁ ଯାହା ବୁଝେଇଲା, ସେଇ ଘଟଣାଟି ହଉଛି ରାମାୟଣ। ମନ୍ଥରା ଭଲ କଥା ଟିକେ ବୁଝେଇଛି କି? ଖରାପ କଥା ଗୁଡ଼ିଏ ବୁଝେଇଛି। ଏବଂ ଅଚ୍ୟୁତ ମହାପୁରୁଷ କହିଛନ୍ତି, ଉତ୍ତରେ ସାଜିବ ପୂର୍ବେ ଗାଜିବ, ଦକ୍ଷିଣେ ନଥିବେ କେହି। ଆଉ ଗୋଟେ କହିଛି କଣ, ଝାଡ ବାଡ ଧରି ଯେତକ ରହିବେ, କୂଳକୁ ବିହନ ସେଇ। ମତେ ଟିକେ ବୁଝେଇ ଦେଲେ, ଯଦି ଏଡେ ବଡ ଘଟଣା ଘଟିଲା ବେଳେ ମହାପ୍ରଳୟ ଆସୁଛି, ସେତେବେଳେ କେହି ରହିବେନି, ତାହେଲେ କିଏ ରହିବେ? ନା, ଝାଡ ଆଉ ବାଡ ଧରି ଯେତକ ରହିବେ। ଆପଣଙ୍କ ବାଇରେ ଯୋଉ ବାଉଁଶ ବାଡଟା ବାଡିରେ କରାହେଇଛି ଗାଈ ନ ପଶିବାକୁ, ସେଇଆକୁ କୁଣ୍ଢେଇକି ରହିଲେ ଆପଣ ମହାପ୍ରଳୟରୁ ରକ୍ଷା ହେଇଯିବେ ତ? ମତେ କହନ୍ତୁ ଟିକେ ବୁଝେଇଛି। ଦୁନିଆ ଟା କଣ ବୁଝିଛି ମତେ ବୁଝାନ୍ତୁ। ତେଣୁ ହନୁମାନ ଚାଳିଶାରେ ଯାହା ବୁଝା ଯାଇଛି, ଆଜ୍ଞା। ଯଦି ଏଇଟା ଆପଣ ମତେ ବୁଝେଇଦେବେ, ସେଇଟା ଆପଣଙ୍କ ପାଇଁ ସତ ହବ। ନା ନା ମୁଁ ଜାଣିବାକୁ କେବଳ ଚାହୁଁଛି ଯେ କୁମତି ନିବାର ସୁମତିକେ ସଙ୍ଗୀ କାଞ୍ଚନ ବରଣ, ଯେମିତି କୁହାଯାଇଛି ହନୁମାନ ଚାଳିଶାରେ କଞ୍ଚନ କିଏ? କଞ୍ଚନ ବରଣ ସେଇଟା ସୁବେ, କଣ ସେଟା ପଦ? कंचन वरन विराज सुवेशा कानन ବିରାଜ कुंडल ସୁବେଶା, ଏଇଟା ବୁଝେଇଲେ ମତେ। କଞ୍ଚନ କିଏ? ତାର ବରଣ କଣ? କଣ ସୁବେଶା? ମତେ ଟିକେ କହୁନାହାନ୍ତି। ମୁଁ ସେଇ କଥା ଆପଣଙ୍କୁ ପଚାରୁଛି। ତେଣୁ ତାର ଅର୍ଥ, ଆର ରଚକ ହଉଛନ୍ତି କିଏ ଜାଣିଛନ୍ତି? ତୁଳସୀ ଦାସ। ତୁଳସୀ ଦାସ। ତୁଳସୀ ଦାସ ୟାକୁ ଲେଖିକିରି ତାଙ୍କର ଯୋଉ ବ୍ୟାଖ୍ୟା ସେ କରିଛନ୍ତି, ସେ ବ୍ୟାଖ୍ୟା ଆପଣ ସେମିତି ବିଦ୍ୱାନ ନହେଲେ ଧରି ପାରିବେନି। ଏବଂ ସୋସାଇଟିକୁ ମୁକ୍ତ ଭାବରେ ବ୍ରହ୍ମଜ୍ଞାନ କୁହାଯାଇ ପାରିବନି। ତାକୁ ଯେମିତି ଧାନ ସିଂସାଟେ ଯେତେବେଳେ ପାଚିଯାଏ, ସେତେବେଳେ ସେ ନଇଁ ପଡେ। ଖାଲି ନଇଁ ପଡେନି, ତା ଉପରେ ଗୋଟେ ପତ୍ରକୁ ସେ ଘୋଡେଇକି ରଖେ, ଯେମିତି ତାର ସୁରକ୍ଷା ରହିବ, କେହି ତାକୁ ଦେଖିପାରିବେନି। ତେଣୁ ଯୋଉ ଶାସ୍ତ୍ର ଆମର କରାଯାଇଛି, ଶାସ୍ତ୍ରଟି ଗୋଟିଏ ପଳଖ ଭାବେ ତିଆରି କରାଯାଇଛି। ତା ମଞ୍ଜଟି ହଉଛି ବ୍ରହ୍ମଜ୍ଞାନ। ଲୋକ ପଳଖରେ ଅଛନ୍ତି, ମଞ୍ଜକୁ ଯାଇପାରନ୍ତିନି। ଏଠି ଝାଡ ଆଉ ବାଡ ଅପଭ୍ରଂଶିତ ହେଇକି, ଝାଡଟା ଛାଡ ଜାଗାରେ ଅପଭ୍ରଂଶ ହେଇଛି, ବାଡଟା ଠିକ ଅଛି। ଆଉ ଛାଡ, ଗୋଟେ ଛାଡ ଏବଂ ବାଡ। ଆଉ ଗୋଟେ ଶବ୍ଦ ସେମିତି ଅଛି, ମାଛ ଖା ମାଂସ ଖା ଆମିଷ ନ ଖା। ହଁ ହଁ, ମାଛ ଖା ମାଂସ ଖା ଆମିଷ ନ ଖା, ସେ ଭୁଲ କହିନାହାନ୍ତି। ଏକଦମ ଉଚିତ, ଛୋଟିଆ କଥା ଏଇଟା। ହଁ ଛାଡନ୍ତୁ, ଝାଡ ନୁହଁ ଛାଡ। ଛାଡ କହୁନାହାନ୍ତି କହୁନାହାନ୍ତି ଏବଂ ସେଇଟା ଟିକେ। କହିଦେବି ପରା, ଏଇଟା ଶୁଣନ୍ତୁ। ଏଇଟା ତ ସେଇଟା ଶୁଣିଲେ ଆପଣଙ୍କର କିଛି ଲାଭ ହବନି। ସେଇଟା ଗୋଟେ ଯେମିତି ପ୍ରତ୍ୟେକ କଥାର, ଆପଣ ଯାଉଛନ୍ତି,
ଆପଣଙ୍କ ସାହିରେ ଗୋଟେ ଛକ ପଡିବ। ସେ ଛକଟା ଟିକେ ଆପଣଙ୍କୁ ଭଲ ଲାଗିବ, କାହିଁକି? ଫ୍ରି ହେଇଗଲେ ଟିକେ ଆପଣ। ତେଣୁ ମନୁଷ୍ୟକୁ ଫ୍ରି କରିବା ପାଇଁ ଗୋଟେ ଗୋଟେ ଏମିତି ଜ୍ଞାନ ଭିତରେ ଗୋଟେ ଗୋଟେ ଛକ ଦିଆ ହେଇଥାଏ। ସେଇଟା ହଉଛି ତୁ ମାଛ ଖା, ମାଂସ ଖା, ଆମିଷ ନ ଖା। ଯେ ଖାଉଛି କିଏ? ଯିଏ ଖାଉଛି ତାର ସେ ଖାଉଛି, ମୁଁ କାହିଁକି ତା ସାଙ୍ଗେ ସାମିଲ ହେଇଛି? ଯେତେବେଳେ ମୁଁ ତା ସାଙ୍ଗେ ସାମିଲ ହେବି ସେ ଗୋଟାକ ଆମିଷ ହୁଏ। ମୁଁ ବିଯୁକ୍ତ ହେଇକିରି ଯଦି ସବୁ ଚାଲିବ ସେଇଟା ନିରାମିଷ ହେଇଯିବ। ମୁଁ ନାହିଁ, ଯୋଉଥିରେ ମୁଁ ରହିବ ସେଇଟା ଆମିଷ। ଆପଣ ମହାପ୍ରସାଦ ଖାଇଲା ବେଳେ ମୁଁ ରଖିଲେ ଯଦି ଆମିଷ ହେଇଗଲା। ମାଛ ଖାଇଲା ବେଳେ ଯଦି ମୁଁ ନାହିଁ ଆପଣଙ୍କ ପାଖରେ ତାହେଲେ ସେ ନିରାମିଷ ହେଇଗଲା, କାରଣ ଆପଣ ଖାଇନାହାନ୍ତି। একদম ঠিক, পরফেক্ট। ଆପଣ ନାହାନ୍ତି। ଏବଂ ଏ ଯୋଉ ଛାଡ ଆଉ ବାଡ, ଛାଡ ହଉଛି ଆପଣ ଯୋଉଠିକି ଛାଡିଲେ ସେଇଟା ଅଙ୍ଗାରକାମ୍ଳ। ବାଡ ହଉଛି ଯୋଉଠିକି ଆପଣ ଗ୍ରହଣ କଲେ ସେଇଟା ଅମ୍ଳଜାନ। ସେଇଟାକୁ ନ ଧରିଲେ ଆପଣ ବଞ୍ଚିପାରିବେ କି? ଅମ୍ଳଜାନକୁ ଅମ୍ଳଜାନ ଗ୍ରହଣ ନ କଲେ ଆପଣ ବଞ୍ଚିପାରିବେ କି? ଅଙ୍ଗାରକାମ୍ଳ ନ ଛାଡିଲେ ଆପଣ ବଞ୍ଚିପାରିବେ କି? ଏଇତକ କରୁଥାନ୍ତୁ ବିହନ ହେବେ କୁଳୁକୁ। ଆଉ ଛାଡ ବାଡ, ବାଉଁଶ ବାଡୁଟାକୁ କୁଣ୍ଢେଇକି ବସିଲେ ଜଣେ ପାରିହବ? ଏଇଟାକୁ ଧରିଲେ ପାରି ହବ। ତେଣୁ ତୁଳସୀ ଦାସ ଗୋଟିଏ କଥା କହିଛନ୍ତି। ସେ କଥାଟି ହେଲା କଣ ନା, ଘଟ ଘଟ ମେ ରାମ, ଘଟ ଘଟ ମେ ରାମ। ତାହେଲେ ସେ କିଏ ନା ଯୋଉ ପ୍ରାଣ 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 ଆପଣଙ୍କ ଭିତରୁ ଯୋଉ ପ୍ରାଣଟି, ଆପଣଙ୍କ ଭିତରକୁ ଯୋଉ ଆପଣଙ୍କ ଭିତରକୁ ଯୋଉ ପ୍ରାଣଟି ପ୍ରବେଶ କରୁଛି ସେ ପ୍ରାଣଟି ହଉଛନ୍ତି ରାମ। ଯୋଉଠି ବାହାରି ଯାଉଛନ୍ତି ସେଇଠି ହଉଛନ୍ତି ସୀତା। ସୀତା ହଉଛି ମାୟା, ରାମ ହଉଛି ସତ୍ୟ। ସତ୍ୟ ହଉଛି ଅମ୍ଳଜାନ ଏବଂ ସୀତା ହଉଛି ଅଙ୍ଗାରକାମ୍ଳ। ତେଣୁ ଆଙ୍କର କେବେ ଭେଟ ହୁଏନି। ଭେଟ ଯେତେବେଳେ ହୁଏ ଅଗ୍ନି ପରୀକ୍ଷା ହୁଏ। ଆଚ୍ଛା, ବହୁତ କଥା ହେଇଗଲା। ଆଉ କେମିତି ଅଛନ୍ତି କୁହନ୍ତୁ? ବହୁତ ବଢିଆ ଅଛି। ଆଚ୍ଛା, ହଉ। ଆଉ ଆପଣ ଆଶ୍ରମ କେତେବେଳେ ଗଲା? ନା, ସେ ପ୍ରଭୁଙ୍କର ତ ସବୁ କୃପାର କଥା ଏସବୁ। ପ୍ରଭୁ କୃପା ନ କଲେ ତ କିଛି ହୁଏନି। ଆମେ ତ କିଛି କରିପାରୁନେ, ସବୁ ତାଙ୍କ ଦ୍ଵାରା ହେଉଥାଏ। ତେଣୁ ଯାହା ଯେତିକି ହେଇକି ସେମିତି ପଡିଛି, ଆମେ ତ କାହାକୁ ମାଗିବୁନି। ସିଏ ଯଦି କରିବେ ସିଏ ବାଟ ବାହାର କରିକି କରିବେ। ଦବା ଲୋକ ଆସି ପହଞ୍ଚିବ, ସେତିକି ବେଳେ ମାଗିବା ଲୋକ ମୁହଁ ଖୋଲିବ। ଦବା ଲୋକ ନଥିଲା ବେଳେ ମାଗିବା ଲୋକ ମୁହଁ ଖୋଲିଲେ କଣ ହବ? ଭିକ୍ଷା ମାଗୁଥିବା ଲୋକ ଗାଁ ମୁଣ୍ଡ ପଡିଆରେ ବୁଲିକି ମାଗେ ନା ଗାଁ ଭିତରେ ମାଗେ? ଗାଁ ଭିତରେ। କାହିଁକି ନା ଦବା ଲୋକ ସେଠି। ଆମେ ବର୍ତ୍ତମାନ ଦବା ଲୋକଙ୍କ ଭିତରେ ପଶି ପାରିନି, ଭିକ୍ଷା କେମିତି ହବ? ତେଣୁ ଭିକ୍ଷା ନହେଲେ ଆପଣଙ୍କୁ ମିଳିବନି ଅର୍ଥ, ଆଉ ଅର୍ଥ ନ ମିଳିଲେ ଆପଣ କିଛି କରିପାରିବେନି। ଆଶ୍ରମ କେମିତି ହବ? ଆଚ୍ଛା, ହଉ। ବହୁତ ସମୟ ଦେଲେ, ଭଲ ଚର୍ଚ୍ଚା ଟିକେ ବି ହେଲା। ଆପଣଙ୍କୁ ଅଶେଷ ଧନ୍ୟବାଦ। ବହିଟି ବି ଆପଣଙ୍କର ପଢିଲି, ହେଲି, ଭଲ ଲାଗିଲା। କେତେ ବୁଝି ହେଲା, କେତେ ବୁଝି ହେଲାନି, ବୁଝିପାରିଲେ? ଅବୁଝା ବହୁତ ରହିଯାଇଛି, ପୁରା ବୁଝି ହେଇଛି କେତେ, ବୁଝିପାରିଲେ? ଏସବୁ କେତେବେଳେ ଆଉ ସମୟ ମିଳିଲେ ଚର୍ଚ୍ଚା କରିବି। ବର୍ତ୍ତମାନ ରହୁଛି। ଆପଣଙ୍କର କଲ୍ୟାଣ ହଉ। ନମସ୍କାର, ନମସ୍କାର। ଆଜ୍ଞା।